ନନ୍ଦିଘୋଷ ବା ଗରୁଡ଼ ଧ୍ୱଜ ବା କପିଳ ଧ୍ୱଜ ରଥରେ ଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରନ୍ତି। ମୋଟ 742 ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା 45 ଫୁଟ 6 ଇଞ୍ଚ ଅଟେ। ଏହି ରଥରେ 16ଟି ଚକ। ବିଷ୍ଣୁ ସିଦ୍ଧି, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆସକ୍ତ, ରତି, କେଳି, ସତ୍ୟ, ସୁଶକ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ ସଂଯୁକ୍ତ ହୋଇଥାଏ। ପ୍ରତ୍ୟେକ ଚକର ଉଚ୍ଚତା 6 ଫୁଟ। ସାରଥି ଦାରୁକ। ରଥର ଦଉଡ଼ି ଶଙ୍ଖଚୂଡ଼। ପରମ୍ପରା ମୁତାବକ ଧଳା ରଙ୍ଗର 4ଟି ଘୋଡ଼ା ଶଙ୍ଖ, ବଳାହକ, ଶ୍ଵେତ ଓ ହରିଦ୍ୱାସ ସ୍ଥାପନ କରାଯାଏ। ଏହାର ପତାକା ଗରୁଡ଼ ଚିହ୍ନାଙ୍କିତ। ଧ୍ୱଜପ ମୂର୍ତ୍ତି ପଞ୍ଚମୁଖୀ ହନୁମାନ। ନାଲି ଓ ହଳଦିଆ ରଙ୍ଗର କପଡ଼ାରେ ରଥାବରଣ କରାଯାଏ। ନନ୍ଦିଘୋଷରେ ହରିହର, ପଣ୍ଡୁ ନୃସିଂହ, ଗିରିଧର, ଷଡ଼ଭୁଜ, ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫେଣ ସର୍ପରେ ଆସୀନ ମଧୁସୂଦନ, ବିଷ୍ଣୁ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର, ପାର୍ଶ୍ୱଦେବ ଦେବୀ ଭାବେ ଅବସ୍ଥାନ କରିଥାନ୍ତି।